ସୁପ୍ରଭାତ ପିଲାମାନେ, ତୁମେ ସମସ୍ତେ କେମିତି ଅଛ? ମୁଁ ଆଶା କରୁଛି ସମସ୍ତେ ଭଲରେ ଥିବ। ବର୍ତ୍ତମାନ ଆମେ ଗୋଟିଏ ମଜାଦାର କାମ କରିବା। ଆମେ ଗୋଟିଏ ଗପ ଶୁଣିବା ଓ ଗପ ଶୁଣିବା ସହିତ ଆମେ ବହୁତ କିଛି ନୂଆ ଜିନିଷ ମଧ୍ୟ ଶିଖିବା। ତ ପିଲାମାନେ, ତୁମେ କେବେ ଭାବିଛ ଯେ ଜଙ୍ଗଲରେ ପାଠ ପଢା ହୁଏ ନା ନାହିଁ? ପଶୁ ପକ୍ଷୀ ମାନେ କଣ ପାଠ ପଢନ୍ତି? ଚାଲ ଆମେ ଦେଖିବା ଯେ କେମିତି ଖୋଲା ଆକାଶ ତଳେ ଜଙ୍ଗଲ ଭିତରେ କେମିତି ପାଠଶାଳାଟି ଚାଲିଛି। ଏହି ପାଠଶାଳାରେ ବାଘ ଗୁରୁଜୀ ସମସ୍ତ ଜୀବଜନ୍ତୁଙ୍କୁ ପାଠ ପଢାଉଛନ୍ତି। ପିଲାମାନେ, କହିଲ ଦେଖି, ଏହି ଚିତ୍ରରେ ତମେ କେଉଁ କେଉଁ ଜୀବଜନ୍ତୁଙ୍କୁ ଦେଖିପାରୁଛ? ହଁ ପିଲାମାନେ, ଏହି ପାଠଶାଳାରେ କାଉ, ମାଙ୍କଡ, ହାତୀ, ମୟୂର, ସାପ, ଭାଲୁ, ପ୍ରଜାପତି ଓ ବୁଢିଆଣୀ ବସିକି ପାଠ ପଢୁଛନ୍ତି। ଏହା ପୂର୍ବରୁ ଆମେ ଦେଖିଥିଲେ କେମିତି ଗୋଡ ସମସ୍ତ ଜୀବଙ୍କର ଉପକାର କରୁଛି। ମାଙ୍କଡ, ସିଂହ, ହରିଣ, ଠେକୁଆର 4ଟି ଗୋଡ ଥିଲା ବେଳେ ସାପ, ଗେଣ୍ଡା, ଜିଆ, ମାଛ ଓ ଜୋକର ଆଦୌ ଗୋଡ ନାହିଁ। ତେବେ ମୟୂର ଭଳି ପକ୍ଷୀ ମାନଙ୍କର 2ଟି ଲେଖାଏଁ ଗୋଡ ଅଛି। ଆମ ଚାରିପାଖରେ ଅନେକ ଜୀବଜନ୍ତୁ ଓ କୀଟପତଙ୍ଗ ଅଛି, ହେଲେ ଆମେ ସେମାନଙ୍କର ଗୋଡକୁ ସବୁବେଳେ ଲକ୍ଷ୍ୟ କରିଥାଉ କି? ନାହିଁ। କିନ୍ତୁ ଆଜି ଆମେ ସେ ବିଷୟରେ ଜାଣିବା। ଆଚ୍ଛା ପିଲାମାନେ, କହିଲ ମଶା ଓ ମାଛିର କେତୋଟି ଗୋଡ? ଆଚ୍ଛା ପିଲାମାନେ, ମଶାର କେତୋଟି ଗୋଡ ଅଛି ଗଣିକି କହିଲ? ବର୍ତ୍ତମାନ ଆମେ ଗୋଟିଏ ମଶାର ଚିତ୍ର ଦେଖିପାରୁଛେ। ତ ପିଲାମାନେ, ଆମେ ସମସ୍ତେ ମିଶିକି ମଶାର ଗୋଡ ଗଣିବା। ମଶାର କେତୋଟି ଗୋଡ ଅଛି? ହଁ ପିଲାମାନେ, ମଶାର 6ଟି ଗୋଡ ଅଛି। ବର୍ତ୍ତମାନ ମାଛିର କେତୋଟି ଗୋଡ ଅଛି ଗଣିକି କହିଲ? ବର୍ତ୍ତମାନ ଆମେ ଦେଖିପାରୁଛୁ ଗୋଟିଏ ମାଛିର ଚିତ୍ର ଅଛି। ପିଲାମାନେ, ଆମେ ମାଛିର ଗୋଡ ସଂଖ୍ୟା ଗଣିବା। ହଁ ପିଲାମାନେ, ବିଲକୁଲ ଠିକ। ମାଛିର ମଧ୍ୟ 6ଟି ଗୋଡ ଅଛି। ମଶା ମାଛିଙ୍କର 6ଟି ଗୋଡ। ମୋର ବି 6ଟି ଗୋଡ। ଜନ୍ଦା, ପିମ୍ପୁଡି, ଭଅଁର, ମହୁମାଛିର ବି 6ଟି ଲେଖାଏଁ ଗୋଡ। ଏଠାରେ ପ୍ରଜାପତି ଆସି କହିଲେ ଯେ ମଶା ମାଛିଙ୍କର ଯେମିତି 6ଟି ଗୋଡ, ସେମିତି ଜନ୍ଦା, ପିମ୍ପୁଡି, ଭଅଁର ଓ ମହୁମାଛିର ବି 6ଟି ଗୋଡ ଅଛି। ତ ଚାଲ ଆମେ ସମସ୍ତେ ଦେଖିବା ସେ କଣ ଠିକ କହୁଛନ୍ତି। ବର୍ତ୍ତମାନ ଆମେ ଦେଖିପାରୁଥିବା ଯେ ଏଠାରେ ଜନ୍ଦା, ପିମ୍ପୁଡି, ମହୁମାଛି ଓ ଭଅଁରର ଚିତ୍ର ଅଛି। ଆଉ ବାଘ ଗୁରୁଜୀ କହୁଛନ୍ତି, ହଁ ପିଲାମାନେ, ମଶା ମାଛିଙ୍କର ଭଳି ଜନ୍ଦା, ପିମ୍ପୁଡି, ଭଅଁର, ମହୁମାଛିର ବି 6ଟି ଲେଖାଏଁ ଗୋଡ ଅଛି। ଆରେ ବା, ଏଥର କହିଲ କାହାର 8ଟି ଗୋଡ ଅଛି? ଆସ ଆମେ ପୁଣି ଥରେ ଗଣିବା। ଏଠି ଆମେ ଦେଖିପାରୁଛୁ ଗୋଟିଏ ଚିତ୍ର ଅଛି ମାଙ୍କଡ ସାର, ଆଉ ଗୋଟିଏ ଚିତ୍ର ଅଛି ବୁଢିଆଣୀର। ବର୍ତ୍ତମାନ ପିଲାମାନେ ଗଣିକି କହିଲ ମାଙ୍କଡ ସାର କେତୋଟି ଗୋଡ ଅଛି? ଠିକ ପିଲାମାନେ, ମାଙ୍କଡ ସାର 8ଟି ଗୋଡ ଅଛି। ବର୍ତ୍ତମାନ ଆମେ ଦେଖିବା ବୁଢିଆଣୀର କେତୋଟି ଗୋଡ ଅଛି? ସାବାସ୍ ପିଲାମାନେ, ବୁଢିଆଣୀର ମଧ୍ୟ 8ଟି ଗୋଡ ଅଛି। ମୋର ପଡା 8ଟି ଗୋଡ, ମାଙ୍କଡ ସାର ମଧ୍ୟ 8ଟି ଗୋଡ। ଆମେ ଜାଲ ବୁଣି ସେଥିରେ ରହୁ। ବର୍ତ୍ତମାନ ମାଙ୍କଡ ସାରଟି କହିଲା ଯେ ମାଙ୍କଡସା ଓ ବୁଢିଆଣୀ 2 ଜଣଙ୍କର 8ଟି ଗୋଡ ଓ ସେମାନେ ଜାଲ ବୁଣି ସେଥିରେ ରୁହନ୍ତି। ବର୍ତ୍ତମାନ ପିଲାମାନେ, ଆମେ ଯୋଉ ପାଠଟେ ପଢିଲୁ ସେଇ ପାଠର କିଛି କାର୍ଯ୍ୟ କରିବା। ଏହି ଜାଗାରେ ଆମକୁ କିଛି ଉତ୍ତର ଦିଆହେଇଛି। ସେଇ ଉତ୍ତରକୁ ପାଇବା ପାଇଁ ଆମେ ପ୍ରଶ୍ନ ତିଆରି କରିବା। ପ୍ରଥମ ଉତ୍ତରଟି ହେଲା ମାଙ୍କଡ ସାର 8ଟି ଗୋଡ। ଏହାର ପ୍ରଶ୍ନ କଣ ହୋଇପାରିବ ପିଲାମାନେ? କହିଲ ଦେଖି। ହଁ ପିଲାମାନେ, ଠିକ ପ୍ରଶ୍ନ କହିଛ।
ଏହାର ପ୍ରଶ୍ନ ହବ ମାଙ୍କଡସାର କେତୋଟି ଗୋଡ଼? ବର୍ତ୍ତମାନ ଆମେ ଦ୍ୱିତୀୟ ଉତ୍ତର ଦେଖିବା। ଦ୍ୱିତୀୟ ଉତ୍ତର ହେଲା ବୁଢିଆଣୀ ଜାଲ ବୁଣି ସେଥିରେ ରୁହେ। ଏଇ ଉତ୍ତର ପାଇଁ କଣ ପ୍ରଶ୍ନ ହୋଇପାରିବ? ସାବାସ୍ ପିଲାମାନେ, ଏଇ ଉତ୍ତର ପାଇଁ ପ୍ରଶ୍ନ ହୋଇପାରିବ ବୁଢିଆଣୀ କେଉଁଠାରେ ରୁହେ? ପିଲାମାନେ, ବର୍ତ୍ତମାନ ଆମେ କିଛି ନୂଆ ପ୍ରଶ୍ନ ଉତ୍ତର ଜାଣିବା। ତମମାନଙ୍କ ପାଇଁ ପ୍ରଥମ ପ୍ରଶ୍ନ ହେଉଛି, ଏହି ଗଦ୍ୟାଂଶରେ କେଉଁ କେଉଁ ଜୀବର ଗୋଡ଼ ସଂଖ୍ୟା ବିଷୟରେ ଆଲୋଚନା କରାଯାଇଛି? କହିଲ ଦେଖି ପିଲାମାନେ, ଏହାର ଉତ୍ତରଟା କଣ? ହଁ ପିଲାମାନେ, ବିଲକୁଲ ଠିକ ଉତ୍ତର ଦେଇଛ। ଏହି ଗଦ୍ୟାଂଶରେ ମଶା, ମାଛି, ଚନ୍ଦା, ପିମ୍ପୁଡି, ଭଅଁର, ମହୁମାଛି, ବୁଢିଆଣୀ ଓ ମାଙ୍କଡସା ଆଦି ଜୀବର ଗୋଡ଼ ସଂଖ୍ୟା ବିଷୟରେ ଆମେ ଆଲୋଚନା କରିଛୁ। ବର୍ତ୍ତମାନ ପିଲାମାନେ, ତମ ସମସ୍ତଙ୍କ ପାଇଁ ଦ୍ୱିତୀୟ ପ୍ରଶ୍ନ। ଦ୍ୱିତୀୟ ପ୍ରଶ୍ନଟି ହେଲା, ଏହି ଗଦ୍ୟାଂଶରେ କେଉଁ ଜୀବର 6ଟି ଲେଖାଏଁ ଗୋଡ଼ ଅଛି? ପିଲାମାନେ, ଆମେ ବିସ୍ତୃତ ଭାବରେ ପଢିଥିଲେ, ଆମେ ଚିତ୍ର ଦେଖି ମଧ୍ୟ ଆଲୋଚନା କରିଥିଲେ ଯେ କେଉଁ କେଉଁ ଜୀବର 6ଟି ଗୋଡ଼ ଅଛି। ମନେ ପକେଇକି କହିଲ। ହଁ ପିଲାମାନେ, ତମେ ସମସ୍ତେ ଠିକ ଉତ୍ତର ଦେଇଛ। ଏହି ଗଦ୍ୟାଂଶରେ ମଶା, ମାଛି, ଜନ୍ଦା, ପିମ୍ପୁଡି, ଭଅଁର ଓ ମହୁମାଛି ଆଦି ଜୀବର 6ଟି ଲେଖାଏଁ ଗୋଡ଼ ଅଛି। ବର୍ତ୍ତମାନ ତୁମମାନଙ୍କ ପାଇଁ ତୃତୀୟ ପ୍ରଶ୍ନଟି ହେଲା, ଏହି ଗଦ୍ୟାଂଶରେ କେଉଁ ଜୀବର 8ଟି ଲେଖାଏଁ ଗୋଡ଼ ଅଛି? ହଁ ପିଲାମାନେ, ତମେମାନେ ଠିକ ମନେ ରଖିଛ। ଏହି ଗଦ୍ୟାଂଶରେ ଥିବା ଜୀବମାନଙ୍କ ମଧ୍ୟରୁ ବୁଢିଆଣୀ ଓ ମାଙ୍କଡସା ଏମାନଙ୍କର 8ଟି ଲେଖାଏଁ ଗୋଡ଼ ଅଛି। ସାବାସ୍ ପିଲାମାନେ, ତମେମାନେ ସବୁ କିଛି ମନେ ରଖିଛ। ବର୍ତ୍ତମାନ ଆମେ ଆଉ କିଛି ନୂଆ ଜିନିଷ ଜାଣିବା। ବର୍ତ୍ତମାନ ତୁମେମାନେ କୁହ ଯେ ଏମାନଙ୍କ ଭିତରୁ କାହାର 6ଟି ଗୋଡ଼ ନାହିଁ? ଆମ ପାଖରେ 4ଟି ବିକଳ୍ପ ଅଛି। ସେ ବିକଳ୍ପ ଗୁଡ଼ିକ କଣ ଦେଖିବ? ଠିକ ଅଛି, ଚାଲ ଦେଖିବା। ଆମର ବିକଳ୍ପ ହେଲା ମଶା, ମାଛି, ବୁଢିଆଣୀ ଓ ଭଅଁର। ମନେ ପକେଇକି କହିଲ ପିଲାମାନେ, ଏ ଭିତରୁ କାହାର 6ଟି ଗୋଡ଼ ନାହିଁ? ଠିକ କହିଲ ପିଲାମାନେ, ମଶା, ମାଛି ଓ ଭଅଁରଙ୍କ 6ଟି ଗୋଡ଼ ଅଛି, କିନ୍ତୁ ବୁଢିଆଣୀର 6ଟି ଗୋଡ଼ ନାହିଁ, ତାର 8ଟି ଗୋଡ଼ ଅଛି। ସେଥିପାଇଁ ଏହାର ସଠିକ ଉତ୍ତର ହବ ବୁଢିଆଣୀ। ଦ୍ୱିତୀୟ ପ୍ରଶ୍ନଟି ହେଲା, ମାଙ୍କଡସାର କେତୋଟି ଗୋଡ଼ ଅଛି? ଆମ ପାଖରେ ବିକଳ୍ପ ଅଛି 4ଟି, 8ଟି, 6ଟି ବା 2ଟି। ଠିକ ଉତ୍ତର କହିଲ ପିଲାମାନେ, ମାଙ୍କଡସାର 8ଟି ଗୋଡ଼ ଅଛି। ଆମ ପାଖରେ ତୃତୀୟ ପ୍ରଶ୍ନ ହେଲା, ଏମାନଙ୍କ ମଧ୍ୟରୁ କାହାର ଗୋଡ଼ ସବୁଠାରୁ ଅଧିକ? ମନେ ପକେଇକି କହିଲ। ଆମ ପାଖରେ ଯୋଉ ବିକଳ୍ପ ଅଛି, ପ୍ରଥମ ହେଲା ମଣିଷ, ଦ୍ୱିତୀୟ ଠେକୁଆ, ତୃତୀୟ ହାତୀ, ଚତୁର୍ଥ ପିମ୍ପୁଡି। ମଣିଷର କେତୋଟି ଗୋଡ଼ ଅଛି ପିଲାମାନେ? 2ଟି। ଠେକୁଆର କେତୋଟି ଅଛି? ଓ ହାତୀର କେତୋଟି ଅଛି? ତାପରେ ପିମ୍ପୁଡିର କେତୋଟି ଅଛି? ମନେ ପକେଇଲ। ଏହାର ସଠିକ ଉତ୍ତର ହବ ପିମ୍ପୁଡି। କାହିଁକି? ପିମ୍ପୁଡିର 6ଟି ଗୋଡ଼ ଅଛି, ଯୋଉଟା କି ଏହି ସବୁ ଜୀବ ମାନଙ୍କ ଠାରୁ ସବୁଠାରୁ ଅଧିକ। ବର୍ତ୍ତମାନ ଆମ ପାଖରେ ଆଉ ଗୋଟିଏ ପ୍ରଶ୍ନ ଅଛି। ପ୍ରଶ୍ନଟି ହେଲା, କିଏ ଜାଲ ବୁଣି ସେଥିରେ ରୁହେ? ଆମ ପାଖରେ ପ୍ରଥମ ବିକଳ୍ପ ହେଲା ମଶା, ମାଛି, ମାଙ୍କଡସା ବା ଜନ୍ଦା। କହିଲ ଦେଖି, ଏହି 4 ଜଣଙ୍କ ଭିତରୁ କିଏ ଜାଲ ବୁଣି ସେଥିରେ ରୁହେ?
ସାବାସ୍ ପିଲାମାନେ, ତମ ସମସ୍ତଙ୍କର ଉତ୍ତର ଠିକ ଅଛି। ମାଙ୍କଡସା ଜାଲ ବୁଣି ସେଥିରେ ରୁହେ। ମାଙ୍କଡସା ଛଡା ଅନ୍ୟ କୋଉ ଜୀବ ରୁହେ କି? ହଁ ପିଲାମାନେ, ମାଙ୍କଡସା ଭଳି ବୁଢିଆଣୀ ମଧ୍ୟ ଜାଲ ବୁଣିକି ସେଥିରେ ରୁହେ। ଏଇଠି ଗୋଟିଏ ବାକ୍ସ ଅଛି। ସେଇ ବାକ୍ସରେ ବାସସ୍ଥାନ ଗୁଡିକ ବିଷୟରେ ଲେଖା ହେଇଛି ଓ ଆମ ପାଖରେ ଜୀବ ମାନଙ୍କ ନାମ ଅଛି। ତ ଆମ ପାଖରେ ପ୍ରଥମେ ଯୋଉ ଜୀବ ଅଛନ୍ତି ତାଙ୍କୁ ଦେଖିନେବା, ତାପରେ ଆମେ ବାକ୍ସଟିକୁ ଦେଖିବା। ଆମ ପାଖରେ ଯୋଉ ଜୀବ ଅଛନ୍ତି ସେମାନେ ହେଲେ ମହୁମାଛି, ଉଡିଆଣୀ, ପିମ୍ପୁଡି, ଜନ୍ଦା, ଭଅଁର, ମଶା, ମାଛି। ବର୍ତ୍ତମାନ ଆମେ ଦେଖିବା ଆମ ପାଖରେ ବହୁତ ସୁନ୍ଦର ବାକ୍ସଟେ ଅଛି। ସେ ବାକ୍ସରେ ବାସସ୍ଥାନ ଗୁଡିକର ନାମ ଲେଖା ହେଇଛି। ତୁମେମାନେ ଦେଖିପାରୁଥିବ ବାସସ୍ଥାନର ନାମ ସହିତ ଚିତ୍ର ମଧ୍ୟ ଅଛି। ବର୍ତ୍ତମାନ ଆମ କାମ ହେଲା ଯେ ଏହି ଜୀବ ମାନଙ୍କର ବାସସ୍ଥାନଟା କୋଉଟା ଆମେ ଖୋଜିବା ଓ ସେଇ ଜୀବ ମାନଙ୍କ ସହିତ ଆମେ ତାଙ୍କର ବାସସ୍ଥାନ ଗୁଡିକୁ ଲେଖିବା। ହଁ ପିଲାମାନେ, ମହୁମାଛି ରୁହେ ମହୁ ଫେଣାରେ ବା ମହୁମାଛିର ବାସସ୍ଥାନଟି ହେଉଛି ମହୁ ଫେଣା। ସେମିତି ବୁଢିଆଣୀ କୋଉଠି ରହୁଥିବ? ବୁଢିଆଣୀ ରହୁଛି ଜାଲରେ। ଆମେ ପଢି ସାରିଛେ। ପିମ୍ପୁଡି କୋଉଠି ରହିଥିବ? ପିମ୍ପୁଡି ରୁହେ ମାଟି ଗାତରେ। ଜନ୍ଦା କୋଉଠି ରହୁଛି ପିଲାମାନେ? ଜନ୍ଦା ରହୁଛି ଗଛ ପତ୍ରର ବସାରେ। ଭଅଁର କୋଉଠି ରୁହେ? ଭଅଁର ରହୁଛି ଫୁଲ ବଗିଚାରେ। ମଶା କୋଉଠି ରୁହେ? ମଶା ରୁହେ ନର୍ଦ୍ଦମା ବା ପରିତ୍ୟକ୍ତ ପାଣିରେ। ସେମିତି ମାଛି କେଉଁଠି ରୁହେ? ମାଛି ରୁହେ ଖୋଲା ଖାଦ୍ୟ ବା ଯୋଉଠି ଅଳିଆ ଥାଏ ସେଇଠି ମାଛିଟି ରହିଥାଏ। ବର୍ତ୍ତମାନ ପିଲାମାନେ, ଆମେ ଜୀବ ମାନଙ୍କ ବିଷୟରେ ଜାଣିବା ସହିତ ତାଙ୍କର କେତୋଟି ଗୋଡ ଅଛି ଜାଣିଲେ, ତା ସହିତ ଆମେ ସେମାନଙ୍କର ବାସସ୍ଥାନ ମଧ୍ୟ ଜାଣିଲେ। ଏଇ ସବୁ ବାଘ ଗୁରୁଜୀ ପ୍ରତ୍ୟେକ ପିଲାଙ୍କୁ ଜଙ୍ଗଲର ପାଠଶାଳାରେ କହିଥିଲେ। ବାଘ ଗୁରୁଜୀ ପାଠ ପଢେଇବା ପରେ ପ୍ରତ୍ୟେକ ପିଲା ତାଙ୍କୁ ଧନ୍ୟବାଦ ଦେଲେ। ପିଲାମାନେ, ଆଜି ଆମେ ଏକ ସୁନ୍ଦର ଗଳ୍ପ ମାଧ୍ୟମରେ କାହାର କେତେ ଗୋଡ଼ ବିଷୟରେ ଅନେକ କଥା ଜାଣିଲେ। ମୁଁ ଆଶା କରୁଛି ତୁମକୁ ଏହି ଗପଟି ଭଲ ଲାଗିଥିବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।